ଯାତ୍ରା ପୁସ୍ତକ ତାହାର 20 ପର୍ବ 4 ପଦରୁ 8 ପଦ ପର୍ଯ୍ୟନ୍ତ। ଯାତ୍ରା ପୁସ୍ତକ 20 ପର୍ବ ତାର 4 ପଦରୁ 8 ପଦ ପର୍ଯ୍ୟନ୍ତ ଏଠାରେ ଏପରି ଲେଖାଯାଏ, ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, କି ଉପରିସ୍ଥ ସ୍ୱର୍ଗରେ କି ନିଚସ୍ଥ ପୃଥିବୀରେ କି ପୃଥିବୀର ନିଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ। ତୁମେ ସେମାନଙ୍କୁ ପ୍ରଣାମ କରିବ ନାହିଁ କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟୁ। ପୁଣି ଯେଉଁମାନେ ଆମ୍ଭକୁ ଘୃଣା କରନ୍ତି, ଆମ୍ଭେ ସେମାନଙ୍କ ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନ ମାନଙ୍କ ଉପରେ ପୈତୃକ ଅପରାଧର ପ୍ରତିଫଳ ଦେବା। ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ଆମ୍ଭେ ସେମାନଙ୍କର ସହସ୍ର ପୁରୁଷ ପର୍ଯ୍ୟନ୍ତ ଦୟାକାରୀ। ତୁମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବ ନାହିଁ। ଯେ କେହି ତାହାଙ୍କର ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାକୁ ନିରପରାଧ ଗଣନା କରିବେ ନାହିଁ। ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ଏହା ଈଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟ। ପ୍ରଭୁ ଏହି ପବିତ୍ର ଜୀବନ୍ତ ବାକ୍ୟ ଦ୍ୱାରା ଆମ ପ୍ରତ୍ୟେକଙ୍କୁ ତାଙ୍କର ଈଶ୍ୱରୀୟ ଆଶୀଷ ଦାନ କରନ୍ତୁ। ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ପ୍ରଶଂସା ଗୌରବ ଯୁଗେ ଯୁଗେ ହଉ, କାରଣ ଈଶ୍ୱର ତାଙ୍କରି ଅପାର ଅନୁଗ୍ରହ ଦୟା ଆଶୀର୍ବାଦ ଦ୍ୱାରା ଆଜି ପ୍ରାତଃକାଳୀନ ସମୟରେ ତାଙ୍କରି ପବିତ୍ର ସାନ୍ନିଧ୍ୟକୁ ପ୍ରାପ୍ତ ହେବା ନିମନ୍ତେ ଆମମାନଙ୍କୁ ସୁଯୋଗ ଦେଉ ଦେଉ ଆଜି ତାଙ୍କରି ପବିତ୍ର ବାକ୍ୟର କିଛି ଅଂଶକୁ ଆଲୋଚନା କରିବା ନିମନ୍ତେ ଈଶ୍ୱର ସୁଯୋଗ ପ୍ରଦାନ କରିଅଛନ୍ତି। ଆଜି ଆମ୍ଭେମାନେ ଯେଉଁ ଶାସ୍ତ୍ରାଂଶ ପଢ଼ିଲୁ, সেই ଶାସ୍ତ୍ରାଂଶକୁ ସ୍ୱତନ୍ତ୍ର ଭାବରେ 10 କମାଣ୍ଡମେଣ୍ଟ ବା 10 ଆଜ୍ଞା ମଧ୍ୟରୁ ତୃତୀୟ ଆଜ୍ଞା ପର୍ଯ୍ୟନ୍ତ ଆମେମାନେ ପାଠ କଲୁ। ଖ୍ରୀଷ୍ଟରେ ଉପସ୍ଥିତ ମଣ୍ଡଳୀ, ଯେତେବେଳେ ଭାରତ ସ୍ୱାଧୀନ ହେଲା 1947 ଅଗଷ୍ଟ 15 ତାରିଖ ଦିନ, ଏହି ନୂତନ ଭାରତରେ ଏକ ନୂତନ ସମ୍ବିଧାନକୁ ପ୍ରଣୟନ କରିବା ନିମନ୍ତେ ଆମମାନଙ୍କର B.R. ଆମ୍ବେଦକର ସେ ସଭାପତିତ୍ୱ ଗ୍ରହଣ କରିଥିଲେ। ଆଉ ସମ୍ବିଧାନ ପ୍ରଣୟନ ପଛରେ ଗୋଟିଏ ବିଷୟ ଅଛି, ଏକ ନୂତନ ଭାରତରେ ଏକ ନୂତନ ସମ୍ବିଧାନକୁ ପ୍ରାରମ୍ଭ କରିବା ନିମନ୍ତେ ଭାରତ ପ୍ରୟାସ କରିଥିଲା। এই সংবিধান ମଧ୍ୟରେ ଶାନ୍ତି, ପବିତ୍ରତା, ଦାୟିତ୍ୱ ପ୍ରତ୍ୟେକ ବିଷୟ ରହିଛି। ଖ୍ରୀଷ୍ଟରେ ଉପସ୍ଥିତ ମଣ୍ଡଳୀ ଠିକ ସେହିପରି ଯେତେବେଳେ ଇସ୍ରାଏଲ ମାନଙ୍କୁ ଈଶ୍ୱର ମିଶ୍ର ଦେଶରୁ ବାହାର କରି ଆଣିଲେ, ଏକ ନୂତନ ସମାଜ ଦେଶ ସେମାନେ ଗଠନ କଲେ, ପ୍ରାପ୍ତ ହେଲେ, ସେ ସମୟରେ ସେମାନଙ୍କର ମଧ୍ୟ କୌଣସି ଆଡମିନିଷ୍ଟ୍ରେସନ ପାଇଁ ସେମାନଙ୍କର ସମ୍ବିଧାନ ନଥିଲା। ଆଉ ପ୍ରଭୁ ମୋଶାଙ୍କୁ ସେ ବ୍ୟବହାର କରି ସିନାଇ ପର୍ବତକୁ ଡାକିଲେ
ଆଉ ସେ 10ଟି ଆଜ୍ଞା ଦେଲେ। এই 10ଟି ଆଜ୍ଞାକୁ ଗ୍ରୀକ ୱାର୍ଡ ଡେକାଲୋଗ ବୋଲି କୁହାଯାଏ। ଡେକାର ଅର୍ଥ 10 ଏବଂ ଲୋଗର ଅର୍ଥ ହେଉଛି ବାକ୍ୟ। 10ଟି ବାକ୍ୟ ବା 10ଟି ଆଜ୍ଞା ଈଶ୍ୱର ଇସ୍ରାଏଲ ମାନଙ୍କୁ ଦାନ କଲେ। ଆଉ କାହିଁକି ଦାନ କଲେ? ଏକ ନୂତନ ସମାଜରେ ଏକ ନୂତନ ବିଧିବିଧାନକୁ ଧରିକି ତାଙ୍କର ଜୀବନକୁ ଅତିବାହିତ କରିବା ନିମନ୍ତେ এই ସମ୍ବିଧାନ ଦ୍ୱାରା ଆମେ 4ଟି ବିଷୟ ଆମେ ପ୍ରାପ୍ତ ହେଇଥାଉ। ଏକ, ଟୁ ମେଣ୍ଟେନ୍ ଏ ଡିସିପ୍ଲିନ, ଏକ ଶୃଙ୍ଖଳାର ଜୀବନକୁ ଆମେ ମାନେ ପ୍ରାପ୍ତ ହେଇଥାଉ ସମ୍ବିଧାନ ଦ୍ୱାରା। ନିୟମ ବିଧି ବିଧାନ ଦ୍ୱାରା ଆମେ ଏକ ଶୃଙ୍ଖଳାର ଜୀବନକୁ ଆମେ ଯାପନ କରିଥାଉ। ଯେଉଁଠାରେ ବିଧି ଅଛି, ବିଧାନ ଅଛି, ସେଇଠାରେ ପ୍ରକୃତରେ ଈଶ୍ୱରଙ୍କର ଆଶୀର୍ବାଦ ଅଛି, ଶୃଙ୍ଖଳା ଅଛି। ଦ୍ୱିତୀୟରେ, ଟୁ ମେଣ୍ଟେନ୍ ହୋଲିନେସ୍ ଅଫ୍ ଗଡ୍ ଇନ୍ ସୋସାଇଟି। ଦ୍ୱିତୀୟ ବିଷୟ ହେଉଛି ଯେ ସମାଜରେ ଈଶ୍ୱରଙ୍କର ପବିତ୍ରତା ଯେପରି ଦେଖାଯିବ, ଏଥିପାଇଁ ଈଶ୍ୱର ଇସ୍ରାଏଲ ମାନଙ୍କୁ 10 ଆଜ୍ଞା ସେ ଦାନ କରିଥିଲେ। ପ୍ରଥମ ବିଷୟ ଶୃଙ୍ଖଳା ନିମନ୍ତେ, ଦ୍ୱିତୀୟ ବିଷୟ ଈଶ୍ୱରଙ୍କର ପବିତ୍ରତାକୁ ବଜାୟ ରଖିବା ନିମନ୍ତେ ଈଶ୍ୱର ସେଇ 10 ଆଜ୍ଞା ସେ ଦାନ କରିଥିଲେ। ମୁଁ ତୃତୀୟ ବିଷୟ କହିବାକୁ ଚାହେଁ, ଟୁ କିପ୍ ରେସ୍ପନ୍ସିବିଲିଟି ଇଚ୍ ଅଦର, ମାନେ ପରସ୍ପରର ଦାୟିତ୍ୱକୁ ଯେପରି ନିର୍ବାହ କରିପାରିବେ ଲୋକମାନେ, ଇସ୍ରାଏଲ ମାନେ, ଆଉ ସେଥିପାଇଁ ଈଶ୍ୱର 10 ଆଜ୍ଞା ସେ ଦାନ କରିଥିଲେ। କେବଳ ଡିସିପ୍ଲିନ ପାଇଁ ନୁହେଁ, କେବଳ ଈଶ୍ୱରଙ୍କର ହୋଲିନେସ୍ ପାଇଁ ନୁହେଁ, କିନ୍ତୁ କିପ୍ ରେସ୍ପନ୍ସିବିଲିଟି ଇଚ୍ ଅଦର, ପରସ୍ପର ପ୍ରତି ଯେଉଁ ଦାୟିତ୍ୱ ଅଛି, ନିଜର ପ୍ରତିବାସୀ ପ୍ରତି ହଉ କି ନିଜର ରାଜ୍ୟ ପ୍ରତି କି ନିଜର ଦେଶ ପ୍ରତି, ଲୋକମାନଙ୍କ ପ୍ରତି ଯେଉଁ ଦାୟିତ୍ୱ ଅଛି, ଏଥିକାଲି ଭାବରେ ତାକୁ ମେଣ୍ଟେନ୍ କରିବା ନିମନ୍ତେ, ତାକୁ ସଜାଗ କରି ବଜାୟ ରଖିବା ନିମନ୍ତେ, ଧରି ରଖିବା ନିମନ୍ତେ ଈଶ୍ୱର ସେ 10 ଆଜ୍ଞା ଦେଇଥିଲେ। ଏବଂ ଚତୁର୍ଥ ବିଷୟ ଯେ ଈଶ୍ୱର 10 ଆଜ୍ଞା କେବଳ ଈଶ୍ୱର ଦେଇଥିଲେ, ଆଉ ସେ ମାଉଣ୍ଟ ସିନାଇରେ ଯେତେବେଳେ କି ଥଣ୍ଡର, ସ୍ମୋକ୍, ଫାୟାର ସବୁ ମାନେ ପରିପ୍ରେକ୍ଷୀରେ ସେ ଦାନ କରିଥିଲେ। ପ୍ରିୟ ମଣ୍ଡଳୀ, ସେଠି ମୁଁ ସେଥିପାଇଁ 2ଟି ବିଷୟ ସେଠି ମାନେ ମୁଁ ସବୁବେଳେ ମନେ ପକାଏ। ଏକ ହେଉଛି ଥିଓଫାନି ଆଣ୍ଡ ଥିଓକ୍ରାସି ବୋଲିକି। ଯେତେବେଳେ ଈଶ୍ୱର ସିନାଇ ପର୍ବତକୁ ମଶାଙ୍କୁ ଆହ୍ୱାନ କରୁଛନ୍ତି, ଈଶ୍ୱର ମଶାଙ୍କ ଦ୍ୱାରା ସ୍ମୋକ୍, ଥଣ୍ଡର, ଫାୟାରରେ ସେ କଥା କହୁଛନ୍ତି। ସେଠି ସେ ତାଙ୍କରି ପବିତ୍ର ଥିଓଫାନି ମାନେ ଈଶ୍ୱର ପ୍ରକାଶିତ ହେଉଛନ୍ତି ସେମାନଙ୍କର ପାଖରେ। କିନ୍ତୁ ପର୍ବତ ଉପରେ ଈଶ୍ୱର ଅଛନ୍ତି, କିନ୍ତୁ ତଳ ଭାଗରେ ଇସ୍ରାଏଲ ମାନେ ଅଛନ୍ତି। ଆଉ ଇସ୍ରାଏଲ ମାନେ ଜାଣିଲେ ଯେ ମଶା ଆଉ ଆମ ପାଖେ ଆସିବେ ନାହିଁ, ସେଥିପାଇଁ ଆମେ କଣ କରିବା, ଗୋଟେ ଈଶ୍ୱରକୁ ନିର୍ମାଣ କରିବା ବୋଲି। ତ ଯାହାକୁ ଥିଓକ୍ରାସି ବୋଲି କୁହାଯାଏ, ଯୋଉଟା କି ଈଶ୍ୱର ନୁହନ୍ତି, ମାତ୍ର ଈଶ୍ୱର ବୋଲି ଦେଖି ତାକୁ ଜାଣିବା, ତାକୁ ବୁଝିବା, ତାକୁ ବିଶ୍ୱାସ କରିବା, କିନ୍ତୁ ପ୍ରକୃତରେ ଈଶ୍ୱର ନୁହନ୍ତି। ସେ ସମସ୍ତଙ୍କର ସୁନା ଆଣିକି ଗୋଟେ ବାଛୁରୀ ଗୋଟେ ନିର୍ମାଣ କଲେ, ଆରେ ସେମାନେ କହିଲେ ଏଇଟା ଈଶ୍ୱର ବୋଲିକି। ଆରେ ସେଇଠି ଚତୁଃପାର୍ଶ୍ୱରେ ସେମାନେ ନିଜକୁ କ୍ଷତ ବିକ୍ଷତ କରି ବିଭ୍ରାନ୍ତ ହେଇଯାଉଛନ୍ତି। ଇଟ୍ ଇଜ ଥିଓକ୍ରାସି, ଯୋଉଠିକି ଈଶ୍ୱର ଉପରେ ଅଛନ୍ତି କିନ୍ତୁ ତଳେ ଥିଓକ୍ରାସି। ପ୍ରିୟ ମଣ୍ଡଳୀ, ତେବେ ଆଜିର ଯୋଉ 10 ଆଜ୍ଞା ମଧ୍ୟରୁ ବିଶେଷ କରି 10 ଆଜ୍ଞାକୁ 2ଟି ଭାଗରେ ବିଭକ୍ତ କରାଯାଏ। ଫାର୍ଷ୍ଟ ହେଉଛି 1ରୁ 3, ଆଜି ଯୋଉଟା ମୁଁ ପଢିଲି ସେଟା ହେଉଛି ରେସ୍ପନ୍ସିବିଲିଟି ଟୁ ଗଡ୍, ଈଶ୍ୱରଙ୍କ ପ୍ରତି ଜଣେ ବିଶ୍ୱାସୀର ଦାୟିତ୍ୱ କଣ। 1ରୁ 3 ପଦ ପର୍ଯ୍ୟନ୍ତ 3ଟା ଆଜ୍ଞା ବା 3ଟି କମାଣ୍ଡମେଣ୍ଟ, 1, 2, 3ଟା ରେସ୍ପନ୍ସିବିଲିଟି ଟୁ ଗଡ୍, ମାନେ ଈଶ୍ୱରଙ୍କ ପ୍ରତି ଆମର ଦାୟିତ୍ୱ କଣ।
ସେ ବିଷୟରେ ଲିପିବଦ୍ଧ କରାଯାଇଛି, ଉଲ୍ଲେଖ କରାଯାଇଛି। ଏବଂ 4 ପଦରୁ 10 ପଦ ମଧ୍ୟରେ ରେସ୍ପନ୍ସିବିଲିଟି ଟୁୱାର୍ଡସ୍ ଇଚ୍ ଅଦର, ପରସ୍ପର ପ୍ରତି ଆମମାନଙ୍କର ଦାୟିତ୍ୱ କଣ। ଏଇ ଯୋଉ 10 ଆଜ୍ଞାକୁ ମାର୍ଟିନ ଲୁଥର ଗୋଟେ ଷ୍ଟେଟମେଣ୍ଟ ଦିଅନ୍ତି ଯେ ଯଦି ଜଣେ ମନୁଷ୍ୟ 10 ଆଜ୍ଞା ଜାଣି ନାହିଁ, ବାଇବଲର ପ୍ରତ୍ୟେକ ବିଷୟ ଜାଣିଛି କିନ୍ତୁ 10 ଆଜ୍ଞା ଜାଣି ନାହିଁ, ତେବେ ବାଇବଲର କିଛି ଜାଣି ନାହିଁ ବୋଲି ସେ କହନ୍ତି। ସେ ମଧ୍ୟ କହନ୍ତି କଣ, ଯଦି 10 ଆଜ୍ଞା ଜାଣିଛି ଆଜି ବାଇବଲର କିଛି ଜାଣି ନାହିଁ, ତେବେ ସେ ବାଇବଲର ସବୁ କିଛି ଜାଣିଛି ବୋଲି ସେ କହନ୍ତି। ଅନେକ ସମୟରେ ଯେତେବେଳେ କି ରିଫର୍ମେସନ ସମୟ ଥିଲା, ଏ 10 ଆଜ୍ଞାକୁ ବହୁତ ଗୁରୁତ୍ୱ ଦେଉଥିଲେ। ପରିବାର ମଧ୍ୟରେ ସବୁବେଳେ ସନ୍ଧ୍ୟାକାଳୀନ ସମୟରେ, ଏଇ ପ୍ରାତଃକାଳୀନ ସମୟରେ, ସନ୍ଧ୍ୟାକାଳୀନ ସମୟରେ ତାକୁ ଉଚ୍ଚାରଣ କରୁଥିଲେ, ଅଭ୍ୟାସ କରୁଥିଲେ, ମୁଖସ୍ଥ କରୁଥିଲେ, ତାଙ୍କର ପୁଅ ଝିଅମାନଙ୍କୁ ଶିଖାଉଥିଲେ ଏଇ 10 ଆଜ୍ଞା। ଯେମିତିକି ଇସ୍ରାଏଲ ମାନେ 10 ଆଜ୍ଞାକୁ ତାଙ୍କର ମସ୍ତକରେ, ହସ୍ତରେ, ବାହୁରେ, ତାଙ୍କରି ଦ୍ୱାର ବନ୍ଧରେ ପ୍ରତ୍ୟେକ ଜାଗାରେ ସେମାନେ ମାନେ ପେଷ୍ଟ କରୁଥିଲେ, ଲଗାଉଥିଲେ। ଏଇ ରିଫର୍ମେସନ ସମୟରେ ମଧ୍ୟ ଲୁଥର ସେମିତି ସେ ଶିକ୍ଷା ଦେଇଥିଲେ। ପ୍ରିୟ ମଣ୍ଡଳୀ, ଏ 10 ଆଜ୍ଞା ମଧ୍ୟରୁ ପ୍ରଥମ ଆଜ୍ଞା ଯାହାକି ଆମେ ସମସ୍ତେ ଜାଣିଛୁ, ଏହା ଆମର ଲୁଥରାନ ମଣ୍ଡଳୀ ମାନଙ୍କରେ କନଫର୍ମେସନ ସମୟରେ ବହୁତ ଗୁରୁତ୍ୱତାର ସହିତ ସେଟାକୁ ଶିକ୍ଷା ଦିଅନ୍ତି। ଆଉ ପ୍ରଥମ ଆଜ୍ଞା ଆମେ ସମସ୍ତେ ଜାଣୁ, ଆମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ, ଆମ୍ଭ ସମ୍ମୁଖରେ ତୁମ୍ଭର ଆଉ କୌଣସି ଦେବତା ନ ରହୁ, ତୁମେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, ସେମାନଙ୍କୁ ପ୍ରଣାମ କରିବ ନାହିଁ, କିମ୍ବା ସେମାନଙ୍କର ସେବା କରିବ ନାହିଁ। କେତେ ସୁନ୍ଦର ବିଷୟ ପ୍ରଥମ ଆଜ୍ଞାରେ ଆଜି ଆମେ ମାନେ ପାଠ କରିବା। ଆଜି ତୃତୀୟ ଆଜ୍ଞା ପର୍ଯ୍ୟନ୍ତ ଆମେ ମାନେ ଆଲୋଚନା କରିବା। ପ୍ରଥମ ଆଜ୍ଞା ବିଷୟରେ ମାନେ ଈଶ୍ୱର ସେ ଡିମାଣ୍ଡ କରନ୍ତି, ଆମର ଦାୟିତ୍ୱ କଣ, ଯେ ହି ଇଜ ଆୱାର ଲର୍ଡ, ଲର୍ଡ ଏଲୋନ୍, ଦ ଗଡ୍ ଏଲୋନ୍। ତାଙ୍କ ଠାରୁ ଆରେ ଦ୍ୱିତୀୟ ଈଶ୍ୱର ଆଉ କିଏ ନାହାନ୍ତି। ସେଟାକୁ ସେ ଡିମାଣ୍ଡ କରନ୍ତି। ଆଇ ଏମ୍ ୟୋର ଗଡ ବୋଲିକି କହନ୍ତି, ସେ ମୁଁ ତୁମର ଈଶ୍ୱର ବୋଲିକରି ସେ କହନ୍ତି। ଆପଣ ମାନେ ଜିସାୟ ତାର 45 ପର୍ବ 5 ପଦରେ ଯଦି ଦେଖିବେ, ସେଠାରେ ଲେଖା ଅଛି, ଆମ୍ଭେ ପ୍ରଭୁ ଆଉ ଦ୍ୱିତୀୟ କେହି ନାହିଁ, ଆମ୍ଭ ଛଡା ଆଉ ପରମେଶ୍ୱର ନାହାନ୍ତି ବୋଲି ସେ ଷ୍ଟେଟମେଣ୍ଟ ଦିଅନ୍ତି। ପ୍ରଭୁଙ୍କର ପବିତ୍ର ବାକ୍ୟରେ ସେ କହନ୍ତି, ଆମ୍ଭେ ପ୍ରଭୁ ଆଉ ଦ୍ୱିତୀୟ କେହି ନାହିଁ, ଆମ୍ଭ ଛଡା ଆଉ ଈଶ୍ୱର ନାହାନ୍ତି। I am your Lord. ଆମେ ଅନେକ ସମୟରେ ମୋର ପ୍ରଶ୍ନ ଗୁଡା ଆଜି ବହୁତ ଡିଫିକଲ୍ଟ ପ୍ରଶ୍ନ ବୋଲି, ସିମ୍ପଲ ପ୍ରଶ୍ନ କିନ୍ତୁ ଭେରି ଡିଫିକଲ୍ଟ, ଯେ କିଏ ଈଶ୍ୱର ହେଇପାରିବେ, କାହାକୁ ଆମେ ଈଶ୍ୱର ବୋଲି କହିପାରିବା? କିଏ କହିପାରିବେ କି କିଏ ଈଶ୍ୱର ହେଇପାରିବେ, କାହାକୁ ଆମେ ଈଶ୍ୱର ବୋଲି କହିପାରିବା? ଯିଏ ପରିତ୍ରାଣ ଦେଇପାରିବେ। ମୁଁ ମାନେ ମୋର ପ୍ରଶ୍ନ ମାନେ ଟିକେ ଅଲଗା ହେଲା କି କେମିତି ହେଲେ, ମୁଁ କହିଲି ଯେ ମାନେ ପ୍ରକୃତରେ ଆମେ କାହାକୁ ଈଶ୍ୱର ବୋଲି ମାନିଥାଉ? ଯିଏ ସୃଷ୍ଟିକର୍ତ୍ତା, ରକ୍ଷାକର୍ତ୍ତା ଆଉ ପାଳନ କର୍ତ୍ତା, ତାଙ୍କୁ ଆମେ ଈଶ୍ୱର ମାନି। ଲୁଥର କହନ୍ତି, ହି ଇଜ ଦ ଗଡ, ସେ ହଉଛନ୍ତି ଈଶ୍ୱର, ହୁ ଇଜ ଡୁ ଗୁଡ୍ ଫର ଅଲ୍। ସେ କହନ୍ତି ଯେ ଯିଏ କି ସମସ୍ତଙ୍କ ପାଇଁ ଉତ୍ତମ ସାଧନ କରନ୍ତି, ସେ ପ୍ରକୃତ ଈଶ୍ୱର ବୋଲି ସେ କହନ୍ତି। ଏବଂ ସେ ମଧ୍ୟ ଆଉ ବି କହନ୍ତି, ଯୋଉଟାକି ମୁଁ ଆଜି ପ୍ରଶ୍ନ କରିବାର ଉତ୍ତର, ଟ୍ରଷ୍ଟ ଏଣ୍ଡ ଫେଥ୍ ଏଲୋନ୍ ମେକ୍ସ ଗଡ୍ ଏନ୍ ଆଇଡଲ। ଆପଣ ମାନେ ବୁଝିପାରିଲେ କି ନାହିଁ? ଟ୍ରଷ୍ଟ ଏଣ୍ଡ ଫେଥ୍ ଏଲୋନ୍ ମେକ୍ ଗଡ୍ ଏନ୍ ଆଇଡଲ। ଯା ଉପରେ ଆମେ ସମ୍ପୂର୍ଣ୍ଣ ଭରସା ଏବଂ ବିଶ୍ୱାସ କରିବା,
ସେ ହଉଛନ୍ତି ଆମମାନଙ୍କର ଗାଡ ଏବଂ ସେ ହଉଛନ୍ତି ଆମମାନଙ୍କର ଦେବତା, ଆଇଡଲ ମଧ୍ୟ ହେଇପାରିବେ। ଗାଡ ସେ ଅଟନ୍ତି, ସେଥିପାଇଁ ଏଠି ଲେଖା ଅଛି ଆମେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ, ଆମ ସମ୍ମୁଖରେ ତୁମରି ଆଉ କୌଣସି ଦେବତା ନ ରହୁ, ତୁମର ଆଉ କୌଣସି ଦେବତା ନ ରହୁ। ତୁମେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, ସେମାନଙ୍କୁ ପ୍ରଣାମ କରିବ ନାହିଁ କିମ୍ବା ସେମାନଙ୍କର ସେବା କରିବ ନାହିଁ। ଗାଡ ଏଲୋନ୍। ଆରେ ଗାଡ କିଏ ଅଟନ୍ତି? ଯାହା ଉପରେ ଆମମାନଙ୍କର ଟ୍ରଷ୍ଟ ଅଛି, ଆମର ଫେଥ ଅଛି ବା ଆମର ଭରସା ଅଛି, ଆମର ବିଶ୍ୱାସ ଅଛି, ସେ ଆମମାନଙ୍କର ଗାଡ। ମଧ୍ୟ ସେ କହନ୍ତି ଲୁଥର, ଯଦି ଟ୍ରୁ ଫେଥ ଏବଂ ଟ୍ରୁ ଟ୍ରଷ୍ଟ ଅଛି ତେବେ ସେ ଟ୍ରୁ ଗାଡ ହେଇପାରିବେ। ଆପଣମାନେ ବୁଝିବାକୁ ଚେଷ୍ଟା କରନ୍ତୁ। ଆମେ ଯଦି ପ୍ରକୃତରେ ଟ୍ରଷ୍ଟ କରୁଛୁ, ଟ୍ରୁ ଟ୍ରଷ୍ଟ, ଗୋଟେ ସତ୍ୟ ବିଶ୍ୱାସ, ସତ୍ୟ ଭରସା, ସତ୍ୟ ଭାବରେ ଯଦି କରୁଛୁ ଟ୍ରୁଲି, ତେବେ ସେ ସତ୍ୟ ଈଶ୍ୱର ହେଇପାରିବେ। ଯଦି ମିଥ୍ୟା ଭାବରେ ଆମେ କରିଛୁ, ମାନେ ଫଲ୍ସ ଟ୍ରଷ୍ଟ କି ଫଲ୍ସ ଫେଥରେ ଯଦି ଆମେ କରୁଛୁ, ସେଟା ହଉଛି ଫଲ୍ସ ଗାଡ, ଫଲ୍ସ ଗାଡ। ମୁଁ ବୁଝିପାରୁନଥିବି, କିନ୍ତୁ ମୁଁ ବୁଝେଇବି ପରେ। ତେଣୁ ମୁଁ କହିବାକୁ ଚାହେଁ, କଣ କହିବାକୁ ଚାହେଁ, ଏଠି ଲେଖାଯାଏ ନେଭର ସିକ୍ ଆନାଦର ଗଡ। ଆମେ ଅନ୍ୟ ଈଶ୍ୱରଙ୍କୁ ଆମେ ଯିଏକି ମୋ ପାଇଁ, ମୋର ଭବିଷ୍ୟତ ପାଇଁ ଉତ୍ତମ ସାଧନ କରିବ, ସେ ମୋର ଈଶ୍ୱର। ମୁଁ ଆଜି ପ୍ରଶ୍ନ କରିବାକୁ ଚାହେଁ, are we really trust and faith on God? ପ୍ରକୃତରେ ଆମେ ଈଶ୍ୱରଙ୍କ ଠାରେ ଭରସା ଏବଂ ବିଶ୍ୱାସ କରୁଛୁ କି ମୋ ଭବିଷ୍ୟତ ପାଇଁ, ମୋର ପୁଅ ଝିଅର ଭବିଷ୍ୟତ ପାଇଁ, ମୋର ଯେଉଁ ଆଗର ଯୋଉ ମାନେ ମାନେ ଆଗକୁ ଯୋଉ ଜୀବନ ଅଛି, ସେଇ ଜୀବନ ନିମନ୍ତେ ମୁଁ କଣ ଈଶ୍ୱରଙ୍କ ଠାରେ ସମ୍ପୂର୍ଣ୍ଣ ଭରସା କରି ବଞ୍ଚୁଛି କି? ମୁଁ ତ ବିଶ୍ୱାସ କରୁନାହିଁ ଆମେ ଜଗତର ଲୋକ ସମ୍ପୂର୍ଣ୍ଣ ଈଶ୍ୱରଙ୍କ ଠାରେ ବିଶ୍ୱାସ କରି ବଞ୍ଚୁଛୁ। ସେଥିପାଇଁ ଲୁଥର ସେଇଟା କହନ୍ତି, ଆମେ ଯଦି ଆମେ ନିଜେ ଖୋଦିତ ପ୍ରତିମା ନିର୍ମାଣ କରିବା, ସେ ଆମମାନଙ୍କର ଗାଡ ହେବ। ଆମର ଭବିଷ୍ୟତ ପାଇଁ ଗାଡ ଉପରେ ଆମର ଭରସା ନାହିଁ ତ, ଆମର ଭବିଷ୍ୟତ ପାଇଁ ଆମର ଭରସା ଅଛି କୋଉଠି? ମାମନ ଗାଡ। ମାମନ ଗାଡ ମାନେ ଅର୍ଥ, ପଇସା, ଟଙ୍କା, ମନିର ଗାଡ। ମନି ଯଦି ଅଛି ମୋର ପାଖରେ, ତେବେ ମୋର ଭବିଷ୍ୟତ ମଙ୍ଗଳ ହେବ। ଆମର ଲାଇଫ କେମିତି, ଆମର ଜୀବନ, ଆମର ଭବିଷ୍ୟତର ଜୀବନ ଡିପେଣ୍ଡ ଅନ୍ ମନି। ମନି ଉପରେ ଆମର ଭରସା ଏବଂ ଫେଥ। ପଇସା ଯଦି ଅଛି, ଆଜିର ଜଗତରେ ଯଦି ଦେଖିବା, ଦ ୱାର୍ଲଡଲି ପିପଲ, ଏ ଯେ ଖ୍ରୀଷ୍ଟିଆନ ହେଇଥିବୁ, ଆମେ 130 ବର୍ଷର ଖ୍ରୀଷ୍ଟିଆନ ହେଇଥିବୁ, 200 ବର୍ଷ 500 ବର୍ଷର ଲୁଥରାନ ଖ୍ରୀଷ୍ଟିଆନ ହେଇଥିବୁ କି ଅନ୍ୟ ଖ୍ରୀଷ୍ଟିଆନ ହେଇଥିବୁ, ବଟ୍ our life living style, our faith and trust ଈଶ୍ୱରଙ୍କ ନିକଟରେ ଅଛି କି ଆମର ଭବିଷ୍ୟତ ଜୀବନର ଯୋଉ ଭରସା, ବିଶ୍ୱାସ, ଆଶା ମାମନ ଉପରେ ଅଛି, ଟଙ୍କା ଉପରେ ଅଛି। ସେଥିପାଇଁ ମାଥ୍ୟୁ ଲିଖିତ ସୁସମାଚାରରେ ତାର 5, 6, 7 ପର୍ବ ମଧ୍ୟରେ ଆମେ ଦେଖୁ ଯେ ତୁମେ ଧନ କି ଈଶ୍ୱରଙ୍କର ଦୁଇ ପ୍ରଭୁର ଦାସ ହେଇପାର ନାହିଁ ବୋଲି ଲେଖାଯାଏ। ମଧ୍ୟ ଲେଖାଯାଏ, ଗୋଟେ ଉଦାହରଣ ସେ ଦେଇଛନ୍ତି ସଲମନ, ଯେ ଏଇ ଯୋଉ ଐଶ୍ୱର୍ଯ୍ୟ ପ୍ରତି ସେ ବିଭୂଷିତ ନଥିଲେ ବୋଲିକି। ହାଉ ଇଟ୍ ଇଜ ବିୟୁଟିଫୁଲ କିଙ୍ଗ ସଲମନ। ସେ କୌଣସି ପ୍ରଭୁ ତାକୁ କହିଲେ ତମେ ଯାହା ମାଗ ଆମେ ଦେବା, କୌଣସି ଧନ ସମ୍ପତ୍ତି ପ୍ରତି ତାଙ୍କର ଲାଳସା ନାହିଁ, କୌଣସି ଧନ ସମ୍ପତ୍ତି ମାମନ ଉପରେ କିଛି ନାହିଁ। ପ୍ରଭୁଙ୍କୁ ସେମିତିଟା ମାଗିଲେ ଯାହା wisdom of God, ଈଶ୍ୱରଙ୍କର ଜ୍ଞାନକୁ ମାଗିଲେ। ମୁଁ ସେଇଟା ଏକ ଭାବେ ଯେ he trust and faith on God, ସେ ପ୍ରଭୁଙ୍କ ଠାରେ ବିଶ୍ୱାସ ଏବଂ ଭରସା କରି ସେ ବଞ୍ଚୁଥିଲେ। ସେ ଟ୍ରୁ ଗାଡକୁ ସେ ରଖିଥିଲେ, ଧରିକି ରଖିଥିଲେ, ହୃଦୟ ମଧ୍ୟରେ ଧାରଣ କରି ଜୀବନ କାଟୁଥିଲେ। ଟ୍ରୁ ଫେଥ। ପ୍ରିୟ ମଣ୍ଡଳୀ,
ଆଜି ମୁଁ ଆପଣ ମାନଙ୍କୁ ସେଥିପାଇଁ କହିବାକୁ ଚାହେଁ, এই ଜଗତ ମଧ୍ୟରେ ଅନେକ ଈଶ୍ୱର ଅଛନ୍ତି। ଆରେ ସେଇଟା ଆମେ ନିର୍ମାଣ କରିବା, ତାଙ୍କର ବିନା ଆମେ ବଞ୍ଚି ପାରିବା ନାହିଁ। ମୁଁ କହିବାକୁ ଚାହେଁ ଆଜି ଅନେକ ଲୋକ ଗ୍ରେଟ୍ ଲର୍ଣ୍ଣିଂ ଆମେ ଗୋଟେ ଗୋଟେ ଭାବିଥାଉ, ଲର୍ଣ୍ଣିଂ ମାନେ ଶିଖିବାକୁ, ଅନ୍ୟ ଠାରୁ ଶିଖିବାକୁ, ଆଉ ଏତେ ଟ୍ରଷ୍ଟ ଏତେ ଫେଥ୍ କରିଦେଇଥାଉ ତାକୁ ଯେ ଗଡକୁ ଆମେ କରିବୁ ନାହିଁ, ସେଠି ଆମେ ଫେଥ୍ କରିଥାଉ ଜଣେ ବ୍ୟକ୍ତିଙ୍କ ଉପରେ, ଏତେ ମାନେ ବିଶ୍ୱାସ କରିଥାଉ, ଏ ଭରସା କରିଥାଉ ସେ ବ୍ୟକ୍ତି। ସେଇଟା ପ୍ରକୃତରେ ଯୋଉ ଗଡ ଆମର ଟ୍ରୁ ଗଡ ଅଛି, ସେ ଟ୍ରୁ ଗଡକୁ ଆମେ ଭରସା ନାହିଁ, ମାତ୍ର ଗୋଟେ ହ୍ୟୁମାନ୍ ଉପରେ ଆମେ ଭରସା କରିଥିବୁ। ଅନେକ ସମୟରେ ମୋର ଭବିଷ୍ୟତ ପାଇଁ ମୁଁ କାହା ଉପରେ ଭରସା କରେ? ଇଟ୍ସ ଦ ୱିଜଡମ୍, ଜ୍ଞାନ ଉପରେ। ଜ୍ଞାନ ହଉଛି ତାର ପାଇଁ ଗଡ। ଜ୍ଞାନକୁ ଖୋଜି ଖୋଜି ବୁଲିଥାଏ। ପ୍ରେମଣ୍ଡଳୀ, ଇଟ୍ ଇଜ ଭେରି ଇମ୍ପୋର୍ଟାଣ୍ଟ ଦ ଗଡ କିଏ। ସେଥିପାଇଁ କହୁଛନ୍ତି ଯେ ଈଶ୍ୱର ତୁମେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, ତୁମେ ନିଜେ ନିର୍ମାଣ କରିବାର ଆବଶ୍ୟକ ନାହିଁ, ସେମାନଙ୍କୁ ପ୍ରଣାମ ମଧ୍ୟ କରିବ ନାହିଁ, କି ସେମାନଙ୍କ ସେବା କରିବ ନାହିଁ ବୋଲି କହନ୍ତି। ଆଜି ୱିଜଡମ୍, ଯେମାନଙ୍କୁ ବେଶୀ ଜ୍ଞାନ ବେଶୀ ବୁଦ୍ଧିମାନ ଅଛି, ଆଲବର୍ଟ ଆଇନଷ୍ଟାଇନ ମାନଙ୍କୁ ଦେଖିଲେ ଏ ପ୍ରଭୁ ପରି ତାଙ୍କୁ ମାନୁଥିଲେ, ପ୍ରଭୁଙ୍କ ଠାରେ ନାହିଁ ମାତ୍ର ତାର ଉପରେ ଭରସା। ଆଜି ସାଇନ୍ସ କାହାର ଉପରେ ଭରସା କରିଛି? ୱିଜଡମ୍ ଉପରେ, ଏକ୍ସପେରିମେଣ୍ଟ ଉପରେ, ତାଙ୍କ ପାଇଁ ସେଇଟା ଗଡ। ପ୍ରିୟ ମଣ୍ଡଳୀ, ଅନେକ ଲୋକ ଅଛନ୍ତି ସେମାନେ ପ୍ରକୃତରେ ପାୱାର ଉପରେ ତାଙ୍କର ଟ୍ରଷ୍ଟ ଏବଂ ଫେଥ୍ ଅଛି। ୱିଥାଉଟ୍ ପାୱାରରେ ସେମାନେ ବଞ୍ଚି ପାରିବେ ନାହିଁ, କି ତାଙ୍କର ଭବିଷ୍ୟତ ଜୀବନ ଆଗକୁ ନେଇ ପାରିବେ ନାହିଁ। ଲାଇକ୍ ଦ MLA, MP, PM, CM, ସମସ୍ତେ ପାୱାର ଦରକାର ତାଙ୍କୁ। ସେ ପାୱାର ହିଁ ତାଙ୍କର ପାଇଁ ପ୍ରଭୁ ଅଟନ୍ତି। ୱିଥାଉଟ୍ ପାୱାରରେ ସେମାନେ ବଞ୍ଚି ପାରିବେ ନାହିଁ ଜଗତରେ। ପ୍ରିୟ ମଣ୍ଡଳୀ, ମୁଁ ସେଥିପାଇଁ କହିବାକୁ ଚାହେଁ, ୟୁ ସୁଡ୍ ନଟ୍ ବି ଇନଭେଣ୍ଟ ୟୋର ଗଡ୍। ତମର ଈଶ୍ୱରଙ୍କୁ ତମେ ଇନଭେଣ୍ଟ କରିବାର ଆବଶ୍ୟକ ନାହିଁ। ଗଡ୍ ଇଜ ଦେୟାର, ଈଶ୍ୱର ଅଛନ୍ତି। ଆଉ ସେଇ ଈଶ୍ୱରଙ୍କୁ ଆମେ ଭରସା ବିଶ୍ୱାସ କରେ, ଯଦି ସତ୍ୟ ଭାବରେ ବିଶ୍ୱାସ କରୁଛୁ, ସତ୍ୟ ବିଶ୍ୱାସରେ, ତେବେ ଆମକୁ ଟ୍ରୁ ଗଡକୁ ଆମେ ପାଇପାରିବା। ପ୍ରିୟ ମଣ୍ଡଳୀ, ଅନେକ ସମୟରେ ପ୍ରେଷ୍ଟିଜ ହେଉଛି ଆମମାନଙ୍କର ଗାର୍ଡ। ଆମେ ପ୍ରେଷ୍ଟିଜକୁ ଉଦ୍ଭାବନ କରିଥାଉ, ଆରେ ସେଇଟା ଆମମାନଙ୍କର ଗାର୍ଡ। ଆମମାନଙ୍କୁ ନମସ୍କାର ନ କଲେ ଆମକୁ ବିରକ୍ତ ଲାଗିଯାଇଥାଏ। ଏଜେ ପାଷ୍ଟର ଭାବରେ ତ ମୁଁ କହିବି ସେଇଟା, ମୁଁ ତ କହିବି ହିଁ କହିବି। ପାଷ୍ଟର ମାନଙ୍କୁ ଯଦି କିଏ ନମସ୍କାର ନ କଲା, ଏ ବାପରେ, ଆରେ ମତେ ନମସ୍କାର କଲା ନାହିଁ, ବାଳକ ଯାଉଛନ୍ତି ନମସ୍କାର କଲା ନାହିଁ, ଏତେ ଏରୋଗେଣ୍ଟ, ଏତେ ଗର୍ବ, ଏତେ ଦମ୍ଭ। ଇଟ୍ ଇଜ ଭେରି ଭେରି ପ୍ୟାଥେଟିକ୍। ସେ ପ୍ରେଷ୍ଟିଜ, ସେ ଅନର ଆମର ପାଇଁ ଗଡ ହେଇଯାଇଛି। ନମସ୍କାର ନ କଲେ ଆମେ ରହିପାରିବା ନା, ଏତେ ଟେନସନ ଆମକୁ ବଢି ଯାଇଥିବ। ମୁଁ ସେଥିପାଇଁ କହୁଛି ପ୍ରିୟ ମଣ୍ଡଳୀ, ସବୁକୁ we have to live, ଆମକୁ ପରିତ୍ୟାଗ କରିବାକୁ ପଡିବ, ସେଇଟାକୁ ନିର୍ମାଣ କରିବାକୁ ହେବ ନାହିଁ। ଦ ଫ୍ୟାମିଲି ଆଣ୍ଡ ଦ ଅନର, এই ସବୁ ଯାକ ଗୋଟେ ଗୋଟେ ଗଡ ଆମେ ପାଳୁଛୁ, ନିର୍ମାଣ କରୁଛୁ ଆମର ଜୀବନରେ, ଆମ ହୃଦୟରେ। ରିଫର୍ମେସନ ସମୟରେ ତ ମାର୍ଟିନ ଲୁଥର କହନ୍ତି ପପ୍ ହଉଛି ସେକେଣ୍ଡ ଗଡ। ମୁଁ ସେଥିପାଇଁ କହୁଥିଲି ଥିଓକ୍ରାସି, ଗଡ ନାହିଁ କିନ୍ତୁ ଲୋକମାନେ ଗଡ ବୋଲି ମାନୁଥିବେ ତାକୁ। ପପ୍ ଗଡ ନୁହନ୍ତି, ରିଆଲ ଗଡ ନୁହନ୍ତି, କିନ୍ତୁ ସେ ଗଡ ବୋଲି ମାନନ୍ତି। ଆଜିକାଲି ଅନେକ ଲୋକ ବି ଅଛନ୍ତି ପ୍ରଭୁଙ୍କୁ ମାନିବେ ନାହିଁ, ବାଇବେଲ ପଢିବେ ନାହିଁ, କିଛି ପଢିବେ ନାହିଁ, ବାଇବେଲ ନାହିଁ, ଗୀତ ବହି ନାହିଁ, କି ମାନେ ମାନେ ପ୍ରାର୍ଥନା କରିବେ କିଛି ନାହିଁ। ସେମାନେ ଏମିତି ୟୁଟ୍ୟୁବରେ ଦେଖିବେ ମେସେଜକୁ, ବାପରେ, ଆଉ ସେ ମେସେଜକୁ ଦେଖି ସେ ୟୁଟ୍ୟୁବ ତାଙ୍କର ପାଇଁ ଗଡ ହେଇଯାଇଥିବ, ସେ ସ୍ପିକର ତାଙ୍କର ପାଇଁ ଗଡ ହେଇଯାଇଥିବ। ସେ ଯାହା ବି ପ୍ରଚାର କରୁ, ନା ଭୁଲ ପ୍ରଚାର କରୁ, ନା ଭଲ ପ୍ରଚାର କରୁ, ନା ଯାହା ପ୍ରଚାର କରୁ, ତାଙ୍କ ପାଇଁ ଗୋଟେ ମାନେ ସର୍ବଶ୍ରେଷ୍ଠ ହେଇଯାଇଥିବେ, ସେମାନେ ଗଡ ହେଇଯାଇଥିବ। ସେ ଯାହା ବି କହିଲେ ସେଇଟା ମାନିଦେବେ ସେମାନେ। ପ୍ରିଚର ମାନଙ୍କୁ ସେମାନେ ଭୟ, ଭକ୍ତି, ସମ୍ମାନ ପ୍ରଭୁଙ୍କ ଠାରୁ ବେଶୀ ତାଙ୍କର ଧ୍ୟାନ ରହିବ। ନିଜେ ନିଜେ କ୍ରିଏଟ କରୁଛନ୍ତି ଗାଡକୁ ସେମାନେ। ପ୍ରଭୁ ମନା କରିଦେଲେ ସେ ସବୁକୁ, ନିଜେ ନିଜେ ପ୍ରଭୁଙ୍କ ଠାରେ ଭରସା ନାହିଁ, ବିଶ୍ୱାସ ନାହିଁ, ତାଙ୍କର ଉପରେ କରୁଥିବେ। ଆଉ ସେଇଟା ବଢିଆ, ସେଇଟା ପ୍ରଭୁ କହୁଛନ୍ତି ବୋଲିଲା ଭଳିଆ ଭାବୁଥିବେ।
ପ୍ରିୟ ମଣ୍ଡଳୀ, ଦ ଟ୍ରୁ ଗଡ୍ ଇଜ ଇଟର୍ନାଲ ଗୁଡ୍। ସତ୍ୟ ଈଶ୍ୱର ହଉଛି ଅନନ୍ତକାଳୀନ ଉତ୍ତମ ଅଟନ୍ତି। ସେ କିଏ ଉତ୍ତମ କୁହନ୍ତୁ? କଣ ଟଙ୍କା ଉତ୍ତମ ଅଟେ? wisdom ଉତ୍ତମ ଅଟେ? ପାୱାର ଉତ୍ତମ ଅଟେ? ପ୍ରେଷ୍ଟିଜ, ଅନର, ସ୍ପିକର, ପ୍ରିଚର, ଏସବୁ ମାନେ କଣ ଉତ୍ତମ? ମାନେ always good, eternal good ସେମାନେ? nothing। ସେମାନେ କେବେ eternal good ହେଇପାରିବେ ନାହିଁ। ପ୍ରିୟ ମଣ୍ଡଳୀ, ଈଶ୍ୱରଙ୍କର ଲୋକମାନେ false God ମଧ୍ୟ ତାହା which we seek help, comfort and salvation in its own work। false God ସେ ଅଟନ୍ତି, ଲୁଥର କହନ୍ତି false God ସେ ଅଟନ୍ତି ଯିଏକି ପ୍ରକୃତରେ ସାହାଯ୍ୟ, କମ୍ଫୋର୍ଟ ଏବଂ ସାଲଭେସନ ନିଜର ଶକ୍ତିରେ ମୁଁ ପାଇବି ବୋଲି ଯିଏ ଭାବିବ, ସେ false God କୁ ନେଇକି ସେ ଇଏ କରିବ, ଏଜ୍ୟୁମ କରିଥିବ, ସେ ଧାରଣ କରିଥିବ ମୋର ନିଜର ବଳରେ, ନିଜର ଶକ୍ତିରେ ମୁଁ କମ୍ଫର୍ଟ ପାଇବି, ଆଶୀର୍ବାଦ ପାଇବି, ସାଲଭେସନ ପାଇବି ବୋଲି ସେ ଅନେକ ଲୋକ ଭାବନ୍ତି। ପ୍ରିୟ ମଣ୍ଡଳୀ, ଆଜି ପ୍ରଭୁ ଆମକୁ ସେ ଶିକ୍ଷା ଦିଅନ୍ତି, ଡୁ ନଟ୍ କ୍ରିଏଟ ୟୋର ଓନ୍ ଗାଡ। ତମ ନିଜର ଈଶ୍ୱରଙ୍କୁ ତମେ ମାନେ ଇଏ କରନି। ଗାଡ ଇଜ ଦେୟାର, ଈଶ୍ୱର ଅଛନ୍ତି, ସେଟାକୁ କେବେ ମଧ୍ୟ ଆପଣ ମାନେ ପାସରି ଯାଆନ୍ତୁ ନାହିଁ। ପ୍ରିୟ ମଣ୍ଡଳୀ, ଦ୍ୱିତୀୟ ଅଂଶ ଆମେ ମାନେ ଦ୍ୱିତୀୟ ଆଜ୍ଞା ଆମେ ଦେଖିବା, ତାହାକି ଯାହାକି ଆମେ ଏଠି ପଢିବା, ତୁମେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବ ନାହିଁ, ଯେହେତୁ ଯେ କେହି ତାହାଙ୍କ ନାମ ମିଥ୍ୟାରେ ନିଏ, ସଦାପ୍ରଭୁ ତାହାଙ୍କୁ ନିରାପରାଧ ଗଣନା କରିବେ ନାହିଁ। ଆପଣ ଦେଖିଲେ ପ୍ରଥମ ଆଜ୍ଞାରେ ଇଟ୍ ଇଜ ଇନୱାର୍ଡଲି ଇନଷ୍ଟ୍ରକ୍ସନ ସେ କରୁଛନ୍ତି, ତୁମେ ନିର୍ମାଣ କରିବ ନାହିଁ। ନିର୍ମାଣ କୋଉଠୁ ଆସିଥାଏ? ହୃଦୟ ମଧ୍ୟରୁ ଆସିଥାଏ। କିନ୍ତୁ ଏଇଠି ସେ ଦ୍ୱିତୀୟ ଆଜ୍ଞାରେ ସେ ବହୁତ ମାନେ କହନ୍ତି ଯେ ତୁମେ ଆପଣ ସଦାପ୍ରଭୁଙ୍କର ନାମ ମିଥ୍ୟାରେ ନେବ ନାହିଁ। ଏଠି ହଉଛି ଯେ not a heart but lips, tongue into right and relationship to God। ଏଠି ସେ ମୁଖର କଥାକୁ ସେ କହନ୍ତି, ଟଙ୍ଗର କଥାକୁ ସେ କହନ୍ତି, ଈଶ୍ୱର କହନ୍ତି। ସେଇଠି ହୃଦୟର କଥା, ହାର୍ଟର କଥାକୁ ସେ କହିଲେ, ଡୁ ନଟ୍ କ୍ରିଏଟ ଗଡ। ଈଶ୍ୱର ମାନେ ଦେବତାକୁ ନିର୍ମାଣ କରିବେ, ଖୋଦିତ ପ୍ରତିମା ନିର୍ମାଣ କରିବେ। ଦ୍ୱିତୀୟ ବିଷୟଟା ସେ କହନ୍ତି, ଡାଇରେକ୍ଟ କହନ୍ତି, ଆଉଟୱାର୍ଡଲି ବିଷୟକୁ ସେ କହନ୍ତି, ଯାହା ତୁମେ ଈଶ୍ୱରଙ୍କୁ ଧରିଛ ସେ ଈଶ୍ୱରଙ୍କୁ କଣ କର ନାହିଁ, ସେ ସତ୍ୟ ଈଶ୍ୱରଙ୍କୁ, ଯୋଉ ଈଶ୍ୱରଙ୍କୁ ତୁମେ ଟ୍ରଷ୍ଟ କରିଛ, ଫେଥ କରିଛ, ସେ ଈଶ୍ୱରଙ୍କୁ ମାନେ କଣ ନାହିଁ, ମିଥ୍ୟାର ଲିପ୍ସରେ ମାନେ ବାହାରେ ନେବ ନାହିଁ। କେତେ ସୁନ୍ଦର କଥା କୁହାଯାଉଛି ଏଠି। ପ୍ରିୟ ମଣ୍ଡଳୀ, ଆଜି ଅନେକ କଟରେ ମାନେ ଆମେ କହିଥାଉ କଣ, ପ୍ରଭୁଙ୍କର ପବିତ୍ର ମାନେ ଖ୍ରୀଷ୍ଟିଆନ ଲୋକମାନେ ତ ଆମେ ପବିତ୍ର ବାଇବଲକୁ ଛୁଇଁକରି କହୁ, ଯାହା କହିବି ସତ କହିବି, ସତ ଛଡା ଆଉ କିଛି କହିବି ନାହିଁ ବୋଲିକି ମାନେ ସେମିତି କହିଥାଏ। ମାନେ ଅନେକ ଲୋକ କଟରେ ସେଟାକୁ ମାନେ ଇଏ କରନ୍ତି। ପ୍ରକୃତରେ ସେଟା ସତ କି? ଆଇ ଡୋଣ୍ଟ ନୋ। ପଇସା ମିଳିଗଲେ ହେଇଗଲା, ପଇସା ମିଳିଗଲା, ଇଟ ଇଜ ଡିପେଣ୍ଡ ଅନ୍ ଦି ବିଜନେସ। ନାଇଁ, ତୁ ଗୋଟେ ମିଥ୍ୟା ସାକ୍ଷ୍ୟ ଗୋଟେ ଦେଇଦେ, ତାର ବିରୁଦ୍ଧରେ ଗୋଟେ ମିଥ୍ୟା ସାକ୍ଷ୍ୟ ଦେଇଦେ, 50,000 ଲକ୍ଷ ଟଙ୍କା ନେଇଯା, 10 ଲକ୍ଷ ଟଙ୍କା ନେଇଯା, 1 କୋଟି ଟଙ୍କା ନେଇଯା। ପ୍ରଭୁଙ୍କର ନାମ, ସେଇ ଟଙ୍କା ପାଇଁ ପ୍ରଭୁଙ୍କର ନାମ ମିଥ୍ୟାରେ ନେବ। ଯାହା କହିବି ସତ କହିବି, ବାଇବଲକୁ ଛୁଇଁକି କହୁଛି, ସତ ଛଡା କିଛି କହିବି। ଅନେକ ସମୟରେ ଲୋକମାନେ ଏ ବାଇବଲକୁ ମୁଣ୍ଡରେ, ଆଗ ମୁଁ ସାନ ଥିଲା ବେଳେ ଲୋକମାନେ ମୁଣ୍ଡରେ ବାଇବଲ ରଖିକି ମୁଁ ଆଜିଠୁ ଆହୁରି ମଦ ପିଇବି ନାହିଁ ବୋଲିକି ସେମାନେ ଇଏ କରୁଥିଲେ। ଗାଡ ର ୱାର୍ଡ ଅଫ ଗାଡ, ଆଉ ଗାଡ ତାଙ୍କର ପାଇଁ ଗୋଟେ ସିମ୍ପଲ। ଆଉ ପରବର୍ତ୍ତୀ ସମୟରେ ଆରେ ମଦ ପିଇବେ, ପରବର୍ତ୍ତୀ ସମୟରେ ଆରେ ମିଛ କହିବେ ପ୍ରଭୁଙ୍କର ନାଁ। ଆମେ ସିମ୍ପଲ ଜିନିଷ, ମାର୍କେଟରେ ବି ଯାଆନ୍ତୁ, 10 ଟଙ୍କାର ଟମାଟକୁ ସେମାନେ 12 ଟଙ୍କା କି 14 ଟଙ୍କା ଦେବେ। ପ୍ରଭୁ ଉପରେ ରାଣ ପକେଇ କହୁଛି ବା ଏଇଟା 15 ଟଙ୍କା। 5 ଟଙ୍କା ପାଇଁ ଗାଡର ନାମ ମିଥ୍ୟାରେ ନେବାକୁ ସେମାନେ ଇଚ୍ଛା କରନ୍ତି। ସିମ୍ପଲ ଜିନିଷ।
ଯେତେବେଳେ ମନି ଉପରେ, ପ୍ରପର୍ଟି ଉପରେ, ଅନର ଉପରେ ବାଧା ଆସିଲେ ଗଡର ନାମକୁ ଆମେ ମିଥ୍ୟାରେ ନେଇ ଯାଇଥାଉ। ଟଙ୍କା ପାଇଁ ଅଳ୍ପ 5 ଟଙ୍କା 10 ଟଙ୍କା ଟମାଟୋ କିଲୋ ହେଉ, ବାଇଗଣ କିଲୋ ହେଉ, ଅଳ୍ପ ଅଳ୍ପ ବିଷୟ ପାଇଁ ଆମେ ପ୍ରଭୁଙ୍କର ନାମ ନେଉଛୁ। ପ୍ରଭୁଙ୍କର ଆଣ ଆମେ କେମିତି ଖ୍ରୀଷ୍ଟୀୟ ଜୀବନ ଆମେ ଯାପନ କରୁଛୁ, ଆଶ୍ଚର୍ଯ୍ୟ। You the people are very good because the presence of God is there. ଈଶ୍ୱରଙ୍କ ଉପସ୍ଥିତିରେ ଆପଣମାନେ ରହୁଛନ୍ତି, କିନ୍ତୁ ଆପଣମାନେ ଯାଆନ୍ତୁ ଦେଖିବେ ଅଳ୍ପ ଅଳ୍ପ 5 ଟଙ୍କା 10 ଟଙ୍କା ପାଇଁ ପ୍ରଭୁଙ୍କର ନାମକୁ ସେମାନେ ମିଥ୍ୟାରେ ନିଅନ୍ତି। ମୁଁ ହାଟରେ ଯାଇଛି, ମୁଁ ଅନେକ ସମୟରେ ମାର୍କେଟ କରିବାକୁ, ଯେତେବେଳେ ସେ ମାନେ ବିଜନେସମ୍ୟାନ ଏ ଗାଈ ଗୋରୁ ଯାକ ଯିଏ ମାନେ ବେପାର କରୁଛନ୍ତି, ଆପଣମାନେ ଅବାକ୍ ହେଇଯିବେ ସେମାନଙ୍କର କଥାବାର୍ତ୍ତା। ଯୀଶୁଙ୍କର ନାମ ନିଅନ୍ତି, ପ୍ରଭୁଙ୍କର ନାମକୁ ସେମାନେ ନିଅନ୍ତି, ମିଥ୍ୟାରେ ନିଅନ୍ତି, ଯାହା ହେଇନଥିବ ସେଟାକୁ ମିଥ୍ୟାରେ ନିଅନ୍ତି ଅଳ୍ପ ଟଙ୍କା ପାଇଁ। ସେଥିପାଇଁ ମୁଁ କହୁଥିଲି ମନି, ପ୍ରପର୍ଟି ଏବଂ ଅନର ପାଇବା ପାଇଁ ଈଶ୍ୱରଙ୍କର ନାମକୁ ସେମାନେ ମିଥ୍ୟାରେ ନିଅନ୍ତି। ପ୍ରିୟ ମଣ୍ଡଳୀ, ଯଦି ଆମେ ଦେଖିବା ପ୍ରାକ୍ଟିକାଲି କଥା ଆଜି ମୁଁ କହିବି ଏଇ ଯୋଉ ବାକ୍ୟ ଉପରେ। ଆମେ ଯେତେବେଳେ ମ୍ୟାରେଜ ମଧ୍ୟ ହଉ, ମ୍ୟାରେଜ ସମୟରେ ବାଳକ ଆଗେ ସେଇଟା ପଢନ୍ତି, ତୁମର ଦକ୍ଷିଣ ପାର୍ଶ୍ୱରେ ଛିଡା ହୋଇଥିବା, ତୁମ ବାମ ପାର୍ଶ୍ୱରେ ଛିଡା ହୋଇଥିବା ସେଇ କନ୍ୟାଙ୍କୁ, ସେଇ ବରଙ୍କୁ ତମେ ଈଶ୍ୱରଙ୍କ ହାତରୁ ନେଇ ତୁମେ ତାଙ୍କୁ ପ୍ରେମ କରିବ, ମାନ୍ୟ କରିବ, ତାଙ୍କର ଦୁଃଖ ସୁଖରେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଭାବେ ତାଙ୍କର ସହିତ ରହିବ କି ବୋଲି ଯେତେବେଳେ ପଚାରେ, ଆମେ ସମସ୍ତେ ବର କନ୍ୟା, ଆଜିକାଲି ତ ବୟସ ମ୍ୟାରେଜ ଚାଲିଛି, ହଁ 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 ହଁ, within the 1 month 2 month, ବର୍ଷେ 2 ବର୍ଷ ପରେ ସେମାନଙ୍କର ଡିଭୋର୍ସ ହେଇଯାଉଛି। ପ୍ରଭୁଙ୍କର ସାମ୍ନାରେ ସେମାନେ ସାକ୍ଷୀ ଦେଇଛନ୍ତି, ପ୍ରତିଜ୍ଞା କରୁଛନ୍ତି, ପ୍ରଭୁଙ୍କର ନାମ ମିଥ୍ୟାରେ ନେଉଛନ୍ତି। ପ୍ରିୟ ମଣ୍ଡଳୀ, କେତେ ବଡ ମାନେ ସେନ୍ସିଟିଭ ବିଷୟ ଯାକ ଅଛି ଆଜି, ସେଇଟା ହଉଛି ଭେରି ଇମ୍ପୋର୍ଟାଣ୍ଟ। ମଧ୍ୟ ଲୁଥର ସେ କହନ୍ତି, ସେ କଣ କହନ୍ତି, ମୁଁ ସ୍କିପ୍ କରିକି କହୁଛି, ସ୍ପିକର ଏଣ୍ଡ ଫଲ୍ସ ପ୍ରିଚର ୱାର୍ଡ ଅଫ ଗଡ କୁ ମିସଇଣ୍ଟରପ୍ରିଟେସନ କରନ୍ତି ଏବଂ ନିଜର ଡିନୋମିନେସନ ବଞ୍ଚାଇବାକୁ ମଧ୍ୟ, ନିଜର ଡିନୋମିନେସନ, ନିଜର ପ୍ରତ୍ୟେକ ବିଷୟକୁ ବଞ୍ଚାଇବା ପାଇଁ ଫଲ୍ସ ସ୍ପିକର ମାନେ ଅଛନ୍ତି, ଈଶ୍ୱରଙ୍କର ବାକ୍ୟକୁ ମିସଇଣ୍ଟରପ୍ରିଟେସନ ମଧ୍ୟ କରନ୍ତି। ପ୍ରଭୁଙ୍କର ବାକ୍ୟ ଯାହା କହୁଛି ସେଇଟାକୁ ନାହିଁ, କିନ୍ତୁ ନିଜେ ବଞ୍ଚିବାକୁ, ନିଜର ମାନେ ଚର୍ଚ୍ଚକୁ, ନିଜର ଡିନୋମିନେସନକୁ ବଞ୍ଚାଇବାକୁ ସେମାନେ ମିସ୍ ଇଣ୍ଟରପ୍ରିଟେସନ ଯାକ କରନ୍ତି, ଈଶ୍ୱରଙ୍କର ନାମ ମିଥ୍ୟାରେ ନିଅନ୍ତି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ସେଥିପାଇଁ ପ୍ରଭୁଙ୍କର ବାକ୍ୟ, ପ୍ରଭୁଙ୍କର ନାମ ମିଥ୍ୟାରେ ନେବା ହେଉଛି ପ୍ରଭୁଙ୍କର ନାମକୁ ଅପମାନ ଏବଂ ତୁଚ୍ଛ କରିବା ଅଟେ। ପ୍ରଭୁଙ୍କୁ ଅପମାନ କରିବା ଏବଂ ପ୍ରଭୁଙ୍କୁ ତୁଚ୍ଛ କରିବା ଅଟେ। ଏକ ବଡ଼ ପାପ ଆମେ ଆଉଟୱାର୍ଡଲି ଭାବରେ କରୁଛୁ। ପ୍ରିୟ ମଣ୍ଡଳୀ, ଆଉଟୱାର୍ଡଲି ଭାବରେ, ଇନୱାର୍ଡଲି ଅଲଗା କଥା, ଆଉଟୱାର୍ଡଲି ଭାବରେ ଆମେ କରୁଛୁ ଈଶ୍ୱରଙ୍କର ନାମକୁ ଲୋକଙ୍କ ପାଖରେ, ଯୋଉ ଈଶ୍ୱର କି ଆମକୁ ସୃଷ୍ଟି କଲେ ଖ୍ରୀଷ୍ଟଙ୍କର, ଈଶ୍ୱରଙ୍କର ସାକ୍ଷୀ ହିଁ ବଞ୍ଚିବାକୁ, ମାତ୍ର ଈଶ୍ୱରଙ୍କର ନାମ ମିଥ୍ୟାରେ ଅପମାନ ତୁଚ୍ଛ କରି ଆମେ ହୀନସ୍ତା କରି ଆମେ ଈଶ୍ୱରଙ୍କର ନାମକୁ ଆମେ ରଖୁଛୁ। କଣ ଈଶ୍ୱର ସେଥିପାଇଁ ଆମକୁ ସୃଷ୍ଟି କଲେ କି? ପ୍ରିୟ ମଣ୍ଡଳୀ, ସେଥିପାଇଁ ଲେଖାଯାଏ, ମୁଁ ସେଠାରୁ କେମିତି ଆପଣମାନେ ବାହାରି ପାରିବେ, ଆପଣମାନେ ପଢନ୍ତୁ ଗୀତ ସଂହିତା 50 ପର୍ବ ତାହାର 15 ପଦ ମଧ୍ୟରେ କଣ ଲେଖା ଅଛି, ଜଣେ ପଢନ୍ତୁ। ଗୀତ ସଂହିତା 50 ପର୍ବ 15 ପଦ ମଧ୍ୟରେ। କାଇଣ୍ଡଲି ଶୀଘ୍ର ଟିକେ ପଢନ୍ତୁ। ପୁଣି ସଙ୍କଟ ଦିନରେ ଆମ୍ଭକୁ ଡାକ, ଆମ୍ଭେ ତୁମକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମର ମହିମା ପ୍ରକାଶ କରିବ। Praise the Lord. Hey, beautiful. ସଙ୍କଟ ଦିନରେ ତୁମେ ଆମ୍ଭକୁ ଡାକ। ଯେତେବେଳେ ଆପଣ ମାନେ ବିଜନେସ କରୁଛନ୍ତି କି ଯୋଉଠି ବି ମାନେ ମନି ପାଇଁ, ପ୍ରପର୍ଟି ପାଇଁ, ଅନର ପାଇଁ, କି ଯାହା ମୁଁ ଆପଣ ମାନଙ୍କୁ କହିଲି, ସେ ସମୟରେ ପ୍ରଭୁଙ୍କର ନାମକୁ ନେବାକୁ ଯଦି ଚାହୁଁଛ, ସେ ସମୟରେ ପ୍ରଭୁଙ୍କୁ ଡାକ। ମିଥ୍ୟାରେ ନେବାକୁ ଯଦି ଚାହୁଁଛ, ପ୍ରଭୁଙ୍କୁ ଡାକ। ହେ ପ୍ରଭୁ, ମତେ ମିଥ୍ୟାରେ ନେବାକୁ ପଡୁଛି, ତୁମେ ଆସ ବୋଲି ତୁମେ ଡାକ। ସେ ସଙ୍କଟ ଦିନରେ ସେ ତୁମର ସାହାଯ୍ୟ କରିବେ, ଉଦ୍ଧାର କରିବେ। ଇଟ୍ ଇଜ ଦି ପାୱାର ଅଫ ଗଡ, ଈଶ୍ୱରଙ୍କର ଶକ୍ତି, ଈଶ୍ୱରଙ୍କର ଶକ୍ତି। When we call God, God intervene, separate right from wrong, good from evil. ଈଶ୍ୱରଙ୍କୁ ଯେତେବେଳେ ଡାକିବ,
ସେତେବେଳେ ଈଶ୍ୱର ତମର ଜୀବନରେ ଇଣ୍ଟରଭେନସନ କରିବେ, ଆସିବେ ଏବଂ ଭୁଲରୁ ଭୁଲ ଠାରୁ ଠିକକୁ ଆପଣଙ୍କୁ ସଂଶୋଧନ କରିବେ, ମନ୍ଦତା ଠାରୁ ଉତ୍ତମତାକୁ କଢେଇ ନେବେ ପ୍ରଭୁ, କାରଣ ପ୍ରଭୁ ପାଖରେ ସେ ଶକ୍ତି ଅଛି। ଆମେ ପୁରା ମାନେ ମାନେ ସେ କ୍ରୋନିକ ହେଇଯାଇଛି ପ୍ରଭୁଙ୍କର ନାମ, ପ୍ରଭୁର ନାମକୁ କ୍ରୋନିକ କରିଦେଇଛୁ ଆମେ। ବଟ୍ ବି ଦି ପିପଲ, ପ୍ରଭୁଙ୍କୁ ଡାକିବା, ପ୍ରଭୁ ଆମକୁ ସାହାଯ୍ୟ କରିବେ, ଶକ୍ତି ଦେବେ। ସେଥିପାଇଁ ମଧ୍ୟ ଆମେ ସବୁ ପ୍ରାର୍ଥନା କରୁ, ପ୍ରଭୁଙ୍କର ନାମ, ପ୍ରଭୁଙ୍କ ପ୍ରାର୍ଥନାରେ କହୁ ତୁମ ନାମ ପବିତ୍ର ବୋଲି ମାନ୍ୟ ହେଉ। ମାତ୍ର ସବୁ ପବିତ୍ର କାମ ଯାକ ଆମେ କରୁଛୁ, କେମିତି କରି ପ୍ରଭୁଙ୍କର ନାମ ପବିତ୍ର ବୋଲି ମାନ୍ୟ ହେବ? ପ୍ରିୟ ମଣ୍ଡଳୀ, କେମିତି ହୋଲି ବୋଲି ହେଇପାରିବ? ଇମ୍ପସିବଲ। ମୁଁ ସେଥିପାଇଁ ଆପଣମାନଙ୍କୁ କହୁଛି ସେଟା ଈଶ୍ୱରଙ୍କର ନାମ ପବିତ୍ର ବୋଲି ମାନ୍ୟ ହେଉ ବୋଲି ଆମେ ପ୍ରଭୁଙ୍କର ପ୍ରାର୍ଥନାରେ କହୁ, ସବୁଦିନ କହୁ, ପ୍ରାର୍ଥନା କଲେ କହୁ। କିନ୍ତୁ ଆମେ ସେ ପବିତ୍ର ଜୀବନ ଯାପନ ଆମେ କାଟୁ। କେମିତି ଈଶ୍ୱରଙ୍କ ନାମ ପବିତ୍ର ହେବ? ପ୍ରଭୁଙ୍କର ନାମ ମିଥ୍ୟାରେ ନେବା ହେବ, ତାହା ପ୍ରଭୁଙ୍କର ନାମ ଆମେ ମିଥ୍ୟାରେ ନେଉଛୁ। ପ୍ରିୟ ମଣ୍ଡଳୀ, ଆଜି ଆମେ ସମସ୍ତେ ଯେ ଗୋଟେ ପ୍ରତିଜ୍ଞା କରିବେ ଈଶ୍ୱରଙ୍କ ନିକଟରେ, ପ୍ରଭୁ ମତେ ଶକ୍ତି ଦିଅ। ପ୍ରଭୁଙ୍କ ଠାରେ ପ୍ରାର୍ଥନା କରନ୍ତୁ, ପ୍ରଭୁ ନିଶ୍ଚୟ ଶକ୍ତି ଦେବେ, ବଳ ଦେବେ, ସେ ଉତ୍ତମ ଜ୍ଞାନ ଦେବେ। ସେଠି କଣ କହିବାକୁ ହେବ ତାହା କହିବେ, ସେଇ ବୁଦ୍ଧି ଜ୍ଞାନ ଦେବେ। ତୃତୀୟ ଆଜ୍ଞା ମଧ୍ୟରେ ଏପରି ଲେଖାଯାଏ 8ମ ପଦରେ, ବିଶ୍ରାମ ଦିନ ପବିତ୍ର ରୂପେ ପାଳିବାକୁ ସ୍ମରଣ କର। ହୋଲିଡେ ଏଣ୍ଡ ହଲିଡେ, HOLI ଆମେ କୋଉଠି ଆମେ ଏଠି ପ୍ରକୃତରେ ହେଉଛି ବିଶ୍ରାମ ଦିନ, ହଲିଡେ ଏବଂ ପବିତ୍ର ଦିନ ହୋଲିଡେ। ପ୍ରିୟମଣ୍ଡଳୀ, ଏ ଯୋଉ ଷ୍ଟପିଂ ୱାର୍କ ଇଜ ନଟ୍ ଏ ହୋଲିଡେ। ଷ୍ଟପିଂ ବୋଲେ କାମ କରିଦେଇ ଶୋଇଗଲା ସେଦିନ, ଆଉ ସେଟା ପାଇଁ ହୋଲିଡେ ସେଇଟା ନୁହଁ। ହୋଲିଡେ କେମିତି? ଆମେ ସିଜ୍ ଫ୍ରମ୍ ଲେବର, କାମ କରିବାରୁ ସିଜ୍ କରିଦେଲୁ, ସେଇଟା ହୋଲିଡେ ନାହିଁ। ମାତ୍ର ହୋଲିଡେ କେମିତି? God set apart to this day, 7th day appointed it has for rest. Keep holy above all other days. ପ୍ରଭୁ ସେ ଏକ ଦିନକୁ ନିରୂପିତ କରିଛନ୍ତି, ଆଉ ସେଇଟା ହଉଛି ହୋଲିଡେ, ପୁଣି ବିଶ୍ରାମ ଦିନ। ସେ ବିଶ୍ରାମ ଦିନକୁ ଆମେ କେମିତି ପବିତ୍ର ରୂପେ ପାଳନ କରିବା? ମୁଁ 3ଟି ବିଷୟ ଶୀଘ୍ର କହିକି ସମାପନ କରିବି। ପ୍ରଥମ ବିଷୟ ହେଉଛି ସେଇ ଦିନ, ସେ ହୋଲିଡେ ଦିନ ବା ବିଶ୍ରାମ ଦିନ, ଆମେ ଆଜି ଯାହାକୁ ଆମେ ରବିବାର ବୋଲି କହୁ, ଯାହା ପବିତ୍ର କେମିତି ହେଇପାରିବ? ଫାର୍ଷ୍ଟ ଜିନିଷ ହେଉଛି ଡିସ୍କସ୍ ଦି ୱାର୍ଡ ଅଫ ଗଡ୍। ଈଶ୍ୱରଙ୍କର ବାକ୍ୟକୁ ଆମେ ମାନେ ଆଲୋଚନା କରିବା ସେଇ ଦିନରେ, ଆଧ୍ୟାତ୍ମିକ ଜୀବନ ପାଇଁ କ୍ଷେପଣ କରିବା ସେଇ ଦିନରେ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଡିସ୍କସ୍ ଦ ୱାର୍ଡ ଅଫ ଗଡ୍। ଦ୍ୱିତୀୟରେ ପ୍ରେଜ୍ ଗଡ୍ ୱିଥ୍ ସଙ୍ଗ ଏଣ୍ଡ ପ୍ରେୟାର, ପ୍ରାର୍ଥନାର ସହିତ ଗୀତର ସହିତ ଈଶ୍ୱରଙ୍କୁ ଗୌରବ କରିବା ସେଦିନ। ସେଇଟା ହଉଛି ହୋଲିଡେ, ପବିତ୍ର ଦିନ ଆମମାନଙ୍କ ପାଇଁ ହେବ। ତୃତୀୟ ଦିନ, ସେଇ ଦିନ ହୋଲି ୱାର୍ଡ, ହୋଲି ୱାର୍କସ୍ ଏଣ୍ଡ ହୋଲି ଲାଇଫ କାଟିବା, ତେବେ ଯାଇ ହୋଲି ଡେ ହେଇପାରିବ। ହୋଲି ୱାର୍ଡ, ହୋଲି ୱାର୍କ ଏବଂ ହୋଲି ଲାଇଫ। ଏମିତି ନୂଆଟା ପିନ୍ଧିକି ଭୟଙ୍କର ସୁନ୍ଦରଟା ହ୍ୱାଇଟ ବସ୍ତ୍ର ପିନ୍ଧିଦେଲେ ସେଦିନ ହୋଲି ହେବ ନାହିଁ। କିନ୍ତୁ 3ଟା ବିଷୟ କହିଲି, ହୋଲି ୱାର୍ଡ, ଡିସ୍କସନ ୱାର୍ଡ ଅଫ ଗଡ୍, ଈଶ୍ୱରଙ୍କର ବାକ୍ୟକୁ, ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଗୀତର ସହିତ ପ୍ରଭୁଙ୍କୁ ପ୍ରେଇଜ୍ କରିବା, ଏବଂ ତୃତୀୟରେ ହୋଲି ୱାର୍ଡ, ହୋଲି ୱାର୍କ ଏଣ୍ଡ ହୋଲି ଲାଇଫ ଆମେ କାଟିବା। ତେବେ ସେଇଦିନ ହୋଲି ମାନେ ଜୀବନ ଆମେ ମାନେ ପ୍ରକୃତରେ ଆମେ ଯାପନ କରିପାରିବା। ତେବେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ, ଅନୁଗ୍ରହ ଦୟା କରନ୍ତୁ। ଆମେ ଯେପରି ଏଇ ଜଗତ ମଧ୍ୟରେ ଥିବା ସମୟରେ 3ଟି ବିଷୟ ଆମର ଯୋଉ ଦାୟିତ୍ୱ ଅଛି ପ୍ରଭୁଙ୍କ ପ୍ରତି କରିବାକୁ ପଡିବ। କଣ ନା? ଗଡ୍ ଏଲୋନ୍। ଦ୍ୱିତୀୟରେ ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଏବଂ ତୃତୀୟରେ ପବିତ୍ର ରୂପେ ପାଳନ କର। ଏଇଟା ଆମର ଦାୟିତ୍ୱ ସେଇଟା। ଆଉ ସେଇ ଦାୟିତ୍ୱକୁ ଯଦି ଆମେ ରଖିଛୁ, ଆମର ପାରିବାରିକ ଜୀବନ, ଆମର ବ୍ୟକ୍ତିଗତ ଜୀବନ, ଆମର ମାଣ୍ଡଳିକ ଜୀବନ, ସାମାଜିକ ଜୀବନ ଶୃଙ୍ଖଳାର ସହିତ, ପବିତ୍ରତାର ସହିତ ଆଗକୁ ପ୍ରଭୁ କଢେଇ ନେବେ। ପ୍ରଭୁ ଏହି ସଂକ୍ଷିପ୍ତ ଆଲୋଚନା ଦ୍ୱାରା ଆମ ସମସ୍ତଙ୍କୁ ତାଙ୍କର ସ୍ୱର୍ଗୀୟ ଆଶୀଷ ଦାନ କରନ୍ତୁ। ଆମେନ୍। ସମସ୍ତଙ୍କୁ ପ୍ରେଜ୍।